ହ୍ୟାଲୋ ୱେଲକମ୍ କରୁଛି ମୋର ଆଉ ଗୋଟେ ଭିଡ଼ିଓକୁ। ସକାଳୁ ଟିକେ ଦାନ୍ତ ଘଷୁଥିଲି, ଦାନ୍ତ ମଜାମଜି ସରିଲା ପରେ ଏଠି ମୁଁ ବାହାରିଥିଲି ନଈକୁ ସଫାସଫି କରିବା ପାଇଁ। ନା ଗୋଟେ ବଡ଼ ନଦୀକୁ ମୋ ବୋଉ ମୋତେ କାଖି ଦେଇଛନ୍ତି, ଆଉ ଗୋଟେ ସାବୁନକୁ ମୋ ଉପରକୁ ପୁରା ଫୋପାଡ଼ିଲେ ଯେ କୁହନି, ମୋ ମୁହଁ ପୁରା ଫାଟି ଯାଇଥାନ୍ତା। ଭାଗ୍ୟ ଭଲ ମୁଁ କ୍ୟାଚ୍ ଧରିବାଟା ଛୋଟବେଳୁ ଶିଖିଥିଲି। ଏଇଠି ଦେଖୁନାହାନ୍ତି, ମୋ ଭାଗ୍ୟ ତ ଖରାପ। ଆଉ ଯେତିକି ସଫାସଫି ସବୁ ମୋ ହାତରେ ହେବ। ଯାହା ହଉ ମୋ ବୋଉଙ୍କର କେତେ ବଡ଼ ମନ, ମୋତେ ଝଲକା ବାଟେ ପାର୍ସଲ୍ କରିଦେଲେ ପୁରା ଖାଇବା। ଝିଅର ଦୁଃଖ ଦେଖିକି ଜମା ବି ମୋ ମାଆ ସହିପାରେ ନା। ଏଇଟା କିନ୍ତୁ ମାନିବା ପାଇଁ ପଡ଼ିବ। ସୁନ୍ଦର ଭାବରେ ଗୋଟେ ଇପି ସଜେଇକି ମୋତେ ବଢ଼େଇ ଦେଲେ। ଆଉ ଦେଖୁନାହାନ୍ତି, ମୁଁ ବି କେଡ଼େ ବଡ଼ ଚାଲାକ୍ ଝିଅଟେ। ବାପାଙ୍କୁ ବି ଏଠି ମୁଁ ଟେଣ୍ଟ ବାନ୍ଧିବାରେ ଲଗାଇ ଦେଇଛି। ଟେଣ୍ଟ ନୁହେଁ, ଆମର ଏଠି ସଫାସଫି ହେଇକି ଶୁକା ହେବ ନା, ସେଥିପାଇଁକିନା ଚାରିଆଡ଼େ ଖାଲି ବନ୍ଧାବନ୍ଧି। ଫାଇନାଲି ମୋର ସଫାସଫି ସରିଗଲା। ଆଉ ଦେଖୁନାହାନ୍ତି, ମୋର ପଛରେ ବି ସପ। ଚାରିଆଡ଼େ କେତେ ପକେଇଛି, ଏଇଠି ଖାଲି ଟିକେ ଆଖି ବୁଲେଇ ଦିଅନ୍ତୁ ଆପଣମାନେ। ଏଠି ପୁରା ଭର୍ତ୍ତି ହେଇଯାଇଛି ଖାଲି ଚାରିଆଡ଼େ ସଫାସଫି। ଚାରିଆଡ଼େ ମାନେ ଜାଗା ନାହିଁ। ଯେତେ ଟେଣ୍ଟ ବନ୍ଧା ହେଇଥିଲା ସବୁଥିରେ କଭର୍ କରିଦେଇଛି ମୁଁ। କ'ଣ କହିବି ଆଉ, 2 ପକେଟ ଇପିର ଏତେ ପାୱାର ଥାଏ ବୋଲି ମୁଁ ଏବେ ଜାଣିବା ପାଇଁ ପାଇଲି। ମୋ ବୋଉ ଏଠି ଖାଇବାକୁ ବନାଉଛନ୍ତି, ହେଲେ ଆମର ଦୁଃଖର କଥା ଲାଇନ୍ଟି ସକାଳୁ ପଳେଇ ଯାଇଛି। ମୋତେ ଯେହେତୁ ପ୍ରଚୁର ଭୋକ କଲାଣି, ମୋ ବୋଉ ପୁରା ମୋ ପାଇଁ ଲାଗି ପଡ଼ିଛନ୍ତି ଖାଇବାକୁ ବନାଇବାରେ। ଆରେ ସାଙ୍ଗମାନେ ରହିଲ, ଆରେ ଇଏ କେଉଁ ପ୍ରକାର ଯିବ, ଏଠି ଗୋଡ଼ ଟେକିକି ପଡ଼ିଛି। ଅଚିନ୍ତା ନିଦ। ମୋର ଖାଇବା ଫାଇନାଲି ରେଡ଼ି ହେଇଯାଇଛି। ଖାଇବା ତ ସବୁ ସାଧା ଖାଇବା, ଆପଣମାନେ ଜାଣିଥିବେ। ଆଉ କ'ଣ କହିବି ଆଉ ଆଗକୁ। ଏଇଠି ମୋତେ ପ୍ରଚୁର ଯେହେତୁ ଭୋକ, ମୁଁ କିଛି ଚିନ୍ତା ନ କରିକି ଆଗେ ଖାଇଦେଲି। ଖାଇସାରିଲା ପରେ ବିଲେଇ ନାନୀକି ଦେଖୁନାହାନ୍ତି, ସିଧା ନାଙ୍ଗର ଟେକିକି ପଳେଇଗଲା। ହେଲେ ତା ଦେଇ ଏ ସାଧା ଖାଇବା ଯାଉନି, ମୁହଁକୁ ମୁଢ଼ି ଦେଇକି ଦୌଡ଼ା ମାରି ପଡ଼ିଲା। ସେଇ ସମୟରେ ମୋର ଗୋଟେ ପାର୍ସଲ୍ ଆସିଲା। ପାର୍ସଲ୍ ଭାଇ ରାସ୍ତା ଉପରୁ ମୋତେ କହିଲେ ଆସିକି ନେଇକି ଯାଅ। ମୁଁ ଆଉ ଯିବିନି ସିଆଡ଼କୁ, କାହିଁକିନା ମୋର ତେଲ ସରିଯିବ ଗାଡ଼ିରୁ। 4ଟା ବେଳେ ଗୋଟେ ଏମିତି କିଛି କାମ ହେଇଗଲା ଯେ ମୋ ମନ ପୁରା ବିଗିଡ଼ିଗଲା, ଆଉ ମୋ ମୁଣ୍ଡ ପୁରା ଟେନସନ୍ ହେଇଗଲା। ବୋଉ ମୋତେ ଏଠି ସେଇ ବିଷୟରେ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି, ହେଲେ ମୁଁ ଜମା ବି ବୁଝିବା ପାଇଁ ଚାହେଁନା। ମୁଁ କିନ୍ତୁ ଗୋଟେ କଥା ବୁଝିଛି, ଯେଉଁ ମଣିଷ ସହିଯିବ ଆଉ ପୁରା ମୁଣ୍ଡ ତଳକୁ କରିବ ନା, ତ ତାରି ମୁଣ୍ଡ ଉପରେ ହିଁ ସମସ୍ତେ ପାଦ ରଖିକି ଆଗକୁ ପଳେଇ ଯିବେ। ଏଇଟା ହିଁ ସୃଷ୍ଟିର ନିୟମ ଆଜ୍ଞା। ନିଜ ପାଇଁ ନିଜକୁ ହିଁ ପ୍ରତିବାଦ କରିବା ପାଇଁ ପଡ଼ିବ, ଆଉ ପାଟି ଖୋଲିବା ପାଇଁ ହିଁ ପଡ଼ିବ।